କେବେ ଭାବିଛନ୍ତି ଦିନସାରା କାମ ସାରି ଥକିଯାଇ ଘରକୁ ଫେରିବା ପାଇଁ ଆପଣ ଯେଉଁ କ୍ୟାବ୍ ବୁକ୍ କରନ୍ତି ସେଇଟା ଯଦି ଆପଣଙ୍କୁ ଆପଣଙ୍କ ଘରକୁ ନ ନେଇ ଆଉ କେଉଁ ଏକ ଅଜଣା ଭୟଙ୍କର ଜାଗାକୁ ନେଇଯାଏ ତେବେ ଆସନ୍ତୁ ଜାଣିବା ନିଶାଙ୍କ ସହ ଘଟିଥିବା ସେହି ରାତିର ଶେଷ ଯାତ୍ରାର କାହାଣୀ। ଏ ପ୍ରଶ୍ନଟା ଶୁଣିବାକୁ ବହୁତ ସାଧାରଣ ଲାଗୁଥାଇପାରେ ନୁହେଁ କି? ହେଲେ ଆମ କାହାଣୀର ନାୟିକା ନିଶାଙ୍କଙ୍କ ପାଇଁ ଏଇଟା ଖାଲି ଗୋଟେ ପ୍ରଶ୍ନ ନଥିଲା, ଏଇଟା ଥିଲା ଗୋଟେ ଭୟଙ୍କର ସତ ଯାହା ତାଙ୍କ ସାମ୍ନାକୁ ଆସିବାକୁ ଯାଉଥିଲା। ତ ଆସନ୍ତୁ କାହାଣୀ ଆରମ୍ଭ କରିବା। କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ନିଶା, ଜଣେ କଣ୍ଟେଣ୍ଟ ମଡରେଟର। ରାତି ସିଫ୍ଟ ସାରି ପୁରା ଥକି ଯାଇଛନ୍ତି। ତାଙ୍କୁ ବାସ୍ କେମିତି ବି କରି ଘରେ ପହଞ୍ଚିବାର ଥିଲା। ହେଲେ ଯେତେବେଳେ ସେ ଦେଖିଲେ ଯେ ଲଗାତାର 3 ରାତି ହେବ ସେହି ଗୋଟିଏ ଡ୍ରାଇଭର ମହେଶ ପାଟିଲ ତାଙ୍କୁ ନେବାକୁ ଆସିଛନ୍ତି, ତାଙ୍କ ମନରେ କେମିତି ଗୋଟେ ଅଜବ କଥା ଖେଳିଗଲା। ଏଇଟା କ'ଣ ଖାଲି ଗୋଟେ ସଂଯୋଗ ଥିଲା ନା ଆଉ କିଛିରେ ଇସାରା? ତ 26 ବର୍ଷର ନିଶା ଅନ୍ଧେରୀ ଇଷ୍ଟରୁ ପୱାଇ ଯିବା ପାଇଁ ଗାଡ଼ିରେ ବସିଗଲେ। ସେ ଏତେ ଥକି ଯାଇଥିଲେ ଯେ ଏଇ ଅଜବ ସଂଯୋଗ ବିଷୟରେ ବେଶୀ କିଛି ଭାବିବାକୁ ଚାହୁଁନଥିଲେ, କିନ୍ତୁ ତାଙ୍କ କ'ଣ ଜଣାଥିଲା ଯେ ଏଇଠୁ ହିଁ ସେ ଭୟଙ୍କର ରାତିର ଆରମ୍ଭ ହେବାକୁ ଯାଉଛି। କିଛି ସମୟ ଗଲା, ଆଉ ହଠାତ୍ ଡ୍ରାଇଭର ଗାଡ଼ିକୁ ଏକ ଅଜଣା ରାସ୍ତା ଆଡ଼କୁ ମୋଡ଼ିଦେଲେ। ଚାରିପଟେ ଘୁଟଘୁଟ ଅନ୍ଧାର, ପୁରୁଣା ବନ୍ଦ ପଡ଼ିଥିବା କାରଖାନା ଆଉ ପୁରା ସୁନସାନ ରାସ୍ତା। ଏହି ଅଜଣା ପରିବେଶ ଦେଖି ନିଶାଙ୍କ ମନ ଭିତରେ ପ୍ରଥମ ଥର ପାଇଁ ଭୟର ଗୋଟେ ଥଣ୍ଡା ଲହରୀ ଛେଳିଗଲା। ଆଉ ଏହାପରେ ଆରମ୍ଭ ହେଲା ଗୋଟେ ପରେ ଗୋଟେ ଅଜବ ଘଟଣାର ଧାରା। ରେଡ଼ିଓରେ ହଠାତ୍ କେତେ ବର୍ଷ ତଳର ପୁରୁଣା ଖବର ବାଜିବାକୁ ଲାଗିଲା। ଗୋଟିଏ ରେଷ୍ଟୁରାଣ୍ଟର ହୋର୍ଡିଂ ଦୁଇ ଥର ଦେଖାଗଲା, ଆଉ ତାପରେ ହଠାତ୍ ଫୋନ୍ରୁ ନେଟୱାର୍କ ବି ଗାୟବ। ପ୍ରତ୍ୟେକ ଘଟଣା ନିଶାଙ୍କର ଭୟକୁ ଆହୁରି ବଢ଼ି ଦେଉଥିଲା। ତାଙ୍କୁ ଲାଗୁଥିଲା ସେ ଯେମିତି କୌଣସି ଏକ ଅଲଗା ଦୁନିଆରେ ଫସି ଯାଇଛନ୍ତି। ସେଇ ଯେଉଁ ରେଡ଼ିଓ କଥା ମୁଁ କହୁଥିଲି, ସେଥିରେ ହଠାତ୍ ଏକ ପୁରୁଣା ପ୍ରସାରଣ ବାଜିବାକୁ ଲାଗିଲା। ଆଉ ଏଇଟା କିଛି ପୁରୁଣା ଗୀତ ନଥିଲା, ଏହା ଥିଲା ଏକ ପୁରୁଣା ଖବର। ମାନେ ଏମିତି ଲାଗୁଥିଲା ଯେମିତି ସେମାନେ ସମୟ ଭିତରେ ପଛକୁ ଯାଇ ଅତୀତର କୌଣସି ଏକ ନିର୍ଦ୍ଦିଷ୍ଟ ଦିନରେ ପହଞ୍ଚି ଯାଇଛନ୍ତି। ଜୁଲାଇ 2, 2012। ରେଡ଼ିଓରେ ବାଜୁଥିବା ଏହି ତାରିଖ, ଏହାର ଅର୍ଥ କ'ଣ ଥିଲା? ଏହି ଦିନଟା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ବାସ୍ ଏହି ରହସ୍ୟ ହିଁ ପୂରା କାହାଣୀର ମୋଡ଼ ବଦଳାଇ ଦେବାକୁ ଯାଉଥିଲା। ଠିକ୍ ସେତିକିବେଳେ ଯେତେବେଳେ ନିଶା ଭୟରେ ଥରୁଥିଲେ, ତାଙ୍କ ସାଙ୍ଗ ସନାଙ୍କର ଫୋନ୍ ଆସିଲା। ଭାବିଲେ ହୁଏତ ଏବେ ଟିକେ ଆଶ୍ୱସ୍ତି ମିଳିବ, କିନ୍ତୁ ଫୋନ୍ର ସେପଟୁ ଯାହା ଶୁଭିଲା ତାହା ତାଙ୍କ ପାଦ ତଳୁ ମାଟି ଖସେଇ ଦେବା ପାଇଁ ଯଥେଷ୍ଟ ଥିଲା। ନିଶା କହିଲେ, ମୁଁ ତ କ୍ୟାବ୍ରେ ଅଛି। ସେପଟୁ ସନା କହିଲେ, କିନ୍ତୁ ତୋ କ୍ୟାବ୍ ତ କ୍ୟାନ୍ସେଲ ହୋଇଯାଇଛି, ତୁ ତ ଏବେ ବି ଗେଟ୍ ପାଖରେ ଅଛୁ। ଭାବିଲେ ଟିକିଏ, ଦୁଇଟା ଅଲଗା ଅଲଗା ବାସ୍ତବତା, ଦୁଇଟା ଅଲଗା ସତ। କିଏ ସତ କହୁଥିଲା? ଏ ପ୍ରଶ୍ନର ଉତ୍ତର ମିଳିବା ଆଗରୁ ହିଁ ନିଶାଙ୍କ ଫୋନ୍ ହଠାତ୍ ବନ୍ଦ ହୋଇଗଲା। ଆଉ ସେହି ସମୟରେ ନିଶାଙ୍କ ମୁଣ୍ଡରେ ବିଜୁଳି ଭଳି ଗୋଟେ ପୁରୁଣା କଥା ଚମକି ଉଠିଲା। ସେ କେବେ ଗୋଟେ ଖବରକାଗଜରେ ଜଣେ କ୍ୟାବ୍ ଡ୍ରାଇଭରଙ୍କର ମୃତ୍ୟୁ ଖବର ପଢ଼ିଥିଲେ। ଏକଥା ମନେ ପଡ଼ିବା କ୍ଷଣି ତାଙ୍କ ଦେହର ରକ୍ତ ଯେମିତି ବରଫ ପାଲଟିଗଲା, ଆଉ ସବୁକିଛି ଧୀରେ ଧୀରେ ଯୋଡ଼ି ହେବାକୁ ଲାଗିଲା। ଏବେ ଦେଖନ୍ତୁ, ସବୁକିଛି କେମିତି ପାଣି ଭଳି ସଫା ହୋଇଗଲା। ସେହି ତାରିଖ, ସେହି ଡ୍ରାଇଭର, ସେହି ରାସ୍ତା, ସବୁକିଛି ଠିକ୍ ସେହି ଖବର ସହ ମିଶି ଯାଉଥିଲା। ସେ ଯେଉଁ ଗାଡ଼ିରେ ବସିଥିଲେ, ଠିକ୍ ବର୍ଷେ ତଳେ ସେହି ଗାଡ଼ିର ହିଁ ଏକ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଆଉ ଡ୍ରାଇଭର? ଯେମିତି ହିଁ ନିଶା ଏହି ଭୟଙ୍କର ସତଟା ବୁଝିପାରିଲେ, ତାଙ୍କ ନଜର ଗାଡ଼ିର ଡ୍ୟାସବୋର୍ଡ ଘଣ୍ଟା ଉପରେ ପଡ଼ିଲା। ଡିଜିଟାଲ ସଂଖ୍ୟା 3:33 ସେଠି ଅଟକି ଯାଇଥିଲା। ସେକେଣ୍ଡ ଘଣ୍ଟା ଆଉ ଆଗକୁ ବଢ଼ୁନଥିଲା। ସମୟ ଯେମିତି ସେହି ମୁହୂର୍ତ୍ତରେ ବାନ୍ଧି ହୋଇଯାଇଥିଲା। ନା, ଏଇଟା କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା, ଏହା ଥିଲା ଏକ ଅଶୁଭ ସଂକେତ। ମୁଁ ବି ଘରକୁ ହିଁ ଯାଉଥିଲି ମ୍ୟାଡାମ, କିନ୍ତୁ କେହି ଜଣେ ମୋତେ ପହଞ୍ଚିବାକୁ ଦେଲାନି। ଶେଷରେ ଡ୍ରାଇଭର ନିଜର ଚୁପି ଭଙ୍ଗିଲେ। ସେ ସେହି ମହେଶ ପାଟିଲ ଥିଲେ ଯାହାର ଆତ୍ମା ସେହି ରାସ୍ତାରେ ହିଁ ଅଟକି ଯାଇଥିଲା, ଆଉ ପ୍ରତିବର୍ଷ ଠିକ୍ ସେହି ରାତିରେ ନିଜର ଶେଷ ଯାତ୍ରାକୁ ବାରମ୍ବାର ଦୋହରାଉଥିଲା। ସେଇ ଭୟଙ୍କର ସତ ଶୁଣିବା ପରେ ନିଶାଙ୍କ ଆଖି ସାମ୍ନାରେ ଯେମିତି ଅନ୍ଧାର ଘୋଟିଗଲା। ଆଉ ଯେତେବେଳେ ସେ ଆଖି ଖୋଲିଲେ, ସେ କୌଣସି କ୍ୟାବ୍ରେ ନଥିଲେ। ସେ ଥିଲେ ନିଜ ଅଫିସ ବାହାରେ ଥିବା ଗୋଟେ ଥଣ୍ଡା ବେଞ୍ଚ ଉପରେ। ତେବେ କ'ଣ ସବୁକିଛି ଖାଲି ଗୋଟେ ଦୁଃସ୍ୱପ୍ନ ଥିଲା? ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠେଇ କହିଲେ ଯେ ସେ ବେଞ୍ଚ ଉପରେ ଶୋଇପଡ଼ିଥିଲେ, ଆଉ ତାଙ୍କ କ୍ୟାବ୍ ଆସି ପଡ଼େଗଲାଣି। ଏ କଥା ଶୁଣି ନିଶାଙ୍କୁ ଟିକେ ଶାନ୍ତି ଲାଗିଲା। ତାହେଲେ ସେ ଯାହା ବି ଦେଖିଲେ, ସେ ସବୁ କେବଳ ଗୋଟେ ଭୟଙ୍କର ସ୍ୱପ୍ନ ଥିଲା। ହେଲେ ତାଙ୍କ ମନ ଭିତର ସେଇ ଭୟ ଏବେ ବି ଯାଇନଥିଲା। ଆଉ ଠିକ୍ ସେତିକିବେଳେ ତାଙ୍କ ସାଙ୍ଗ ସୋନା ସେଠାରେ ପହଞ୍ଚିଗଲେ। ସେ କହିଲେ, ଆରେ ତୋର କ୍ୟାବ୍ ତ କ୍ୟାନ୍ସଲ ହୋଇଗଲା, ସେଥିପାଇଁ ମୁଁ ତୋତେ ନେବାକୁ ଚାଲି ଆସିଲି। ନିଶା ତାଙ୍କ ଫୋନ୍ ଦେଖିଲେ। ସମୟ ହୋଇଥିଲା ରାତି 2:59, ଆଉ କ୍ୟାବ୍ ଆପ୍ରେ ବି ସଫା ସଫା ଲେଖାଥିଲା ଟ୍ରିପ୍ କ୍ୟାନ୍ସେଲ୍ଡ। ସବୁକିଛି ଏକଦମ ସ୍ୱାଭାବିକ ଥିଲା।
ନିଶାଙ୍କୁ ଆଶ୍ୱସ୍ତି ଲାଗିଲା ସତ, କିନ୍ତୁ ତାଙ୍କ ମନରୁ ସେହି ଅଜବ ଅନୁଭୂତି ଯାଉନଥିଲା। ସବୁକିଛି ସ୍ୱପ୍ନ ଭଳି ଲାଗୁଥିଲେ ବି କିଛି ଗୋଟେ ଥିଲା ଯାହା ଠିକ୍ ଲାଗୁନଥିଲା। ସେ ଭାବିଲେ ଶେଷଥର ପାଇଁ ନିଜ ଫୋନ୍ଟାକୁ ଟିକେ ଭଲ ଭାବରେ ଦେଖିନେବେ। ଆଉ ସେଇଠି ତାଙ୍କ ଆଙ୍ଗୁଠି ତଳେ ହିଁ ଲୁଚି ରହିଥିଲା ସେହି ରାତିର ସବୁଠୁ ବଡ଼ ଆଉ ଭୟଙ୍କର ସତ। ସେ ତାଙ୍କ ଫୋନ୍ର ଫଟୋ ଗ୍ୟାଲେରୀ ଖୋଲିଲେ, ଆଉ ସେଠି ଗୋଟିଏ ନୂଆ ଫଟୋ ଥିଲା। ଏମିତି ଏକ ଫଟୋ ଯାହା ସେ ନିଜେ କେବେ ବି ଉଠାଇ ନଥିଲେ। ଆଉ ସେହି ଫଟୋ ଭିତରେ ହିଁ ଥିଲା ସେହି ଭୟଙ୍କର ରାତିର ଅକାଟ୍ୟ ପ୍ରମାଣ। ଫଟୋଟା ଗୋଟେ କାରର ପଛ ସିଟ୍ରୁ ଉଠାଯାଇଥିଲା। ଫଟୋର ଟାଇମ୍ ଷ୍ଟାମ୍ପ ଥିଲା ରାତି 3:33। ଆଉ ରିୟର ଭ୍ୟୁ ମିରରରେ ଡ୍ରାଇଭର ମହେଶ ପାଟିଲ ସିଧା କ୍ୟାମେରାକୁ ଦେଖି ହସୁଥିଲେ। ତେବେ ସେଟା କୌଣସି ସ୍ୱପ୍ନ ନଥିଲା, ତାହା ଥିଲା ଏକ ଭୟାନକ ବାସ୍ତବତା। ଏହି କାହାଣୀ ଆମକୁ ଶେଷରେ ଗୋଟିଏ ପ୍ରଶ୍ନ ସହ ଛାଡ଼ିଯାଏ। ପରବର୍ତ୍ତୀ ଥର ଯେତେବେଳେ କେହି ରାତିରେ ଶେଷ କ୍ୟାବ୍ ବୁକ୍ କରିବେ, ସେମାନେ କ'ଣ ସତରେ ନିଶ୍ଚିତ ହୋଇପାରିବେ ଯେ ସେମାନେ ନିଜ ଡ୍ରାଇଭରଙ୍କୁ ପ୍ରକୃତରେ ଜାଣିଛନ୍ତି?